ଆମର ଯେମିତି ସବୁ ବିଦ୍ୟୁତ ଶକ୍ତି ସବୁ ଭିନ୍ନ ଭିନ୍ନ ଶକ୍ତିରେ ପରିଣତ ହଉଛି। କୋଉଠି ହିଟ୍ ଏନର୍ଜି, କୋଉଠି ଲାଇଟ୍ ଏନର୍ଜି, କୋଉଠି ମେକାନିକାଲ ଏନର୍ଜି ସବୁ ହଉଛି। ସେଇଭଳି ପ୍ରକାରର ଆମର ଆତ୍ମଶକ୍ତି ସବୁ ଭିନ୍ନ ଭିନ୍ନ ଏନର୍ଜିରେ ପରିଣତ ହଉଛି। କିନ୍ତୁ ସେଇ ଯୋଉ ଏନର୍ଜିରେ ପରିଣତ ହଉଛି କେମିତି ନା ବିଦ୍ୟୁତ ଶକ୍ତି ବଲ ଇଲେକ୍ଟ୍ରିକ ବଲ ଅବଲମ୍ବନରେ ଆଲୋକ ଶକ୍ତି ଦଉଛି। ଆଚ୍ଛା, ସେଇମିତି ଆମର ଆତ୍ମଶକ୍ତି ଶୂନ୍ୟରେ ନିଷ୍କ୍ରିୟ ରୂପରେ ରହନ୍ତି, କିନ୍ତୁ ସେ ଭିନ୍ନ ଭିନ୍ନ ପଦାର୍ଥର ଆଶ୍ରୟରେ ସେ କଣ କରେ ନା ଭିନ୍ନ ଭିନ୍ନ ଶକ୍ତିରେ ପରିଣତ ହୁଅନ୍ତି। ତେଣୁ ଆମର ପ୍ରାଣୀ ଶରୀରରେ ଯୋଉ ପ୍ରାଣୀ କୋଷ ରହିଛି, ସେ କୋଷ ମଧ୍ୟରେ ସେ ଆତ୍ମଶକ୍ତି କଣ ହୁଏ ନା ଜୈବ ଶକ୍ତିରେ ପରିଣତ ହୁଏ। ତାକୁ ଅର୍ଗାନିକ ଏନର୍ଜି କହନ୍ତି। ତେଣୁ ଆତ୍ମଶକ୍ତି ଅର୍ଗାନିକ ଏନର୍ଜିରେ ପରିଣତ ହୁଏ। ଅର୍ଗାନିକ ଏନର୍ଜିରେ ପରିଣତ ହେଇକି ଆମର ଯୋଉ ଭ୍ରୂଣ କୋଷ ରହିଛି ମାତୃଗର୍ଭରେ, ସେ ଅର୍ଗାନିକ ଏନର୍ଜିରେ ପରିଣତ ହେଇକି ସିଏ କଣ କରେ ନା ମାତା ଗର୍ଭରୁ ରସଟାକୁ ଆକର୍ଷଣ କରେ। ଅର୍ଗାନିକ ଏନର୍ଜି ରସ ଆକର୍ଷଣ କଲା ପରେ କୋଷ ମଧ୍ୟରେ ଯୋଉ ଭିନ୍ନ ଭିନ୍ନ ଯୋଉ ଜୈବ ପଦାର୍ଥ ଥାଆନ୍ତି, ସେ ସବୁ ପରସ୍ପର ମିଶିକିରି ନାନାଦି ପଦାର୍ଥ ସୃଷ୍ଟି କରନ୍ତି। ଜୈବ ପଦାର୍ଥ ଶିଶୁ ଶରୀରରେ ସୃଷ୍ଟି କରନ୍ତି। ସେ ମୋଟ ଜୈବ ପଦାର୍ଥକୁ ଆମର ଭାରତର ଆଧ୍ୟାତ୍ମିକ ବୈଜ୍ଞାନିକ ଯିଏକି ଶ୍ରୀ ଶ୍ରୀ ବ୍ୟାସଦେବ, ସିଏ କହିଛନ୍ତି ଆମ ଶରୀର ଭିତରେ ଯେତେ ପ୍ରକାରର ଜୈବ ପଦାର୍ଥ ଅଛି ତାକୁ ମୋଟ 7 ଭାଗରେ ବିଭକ୍ତ କରାଯାଏ। ସେ 7 ଭାଗରେ ବିଭକ୍ତ କଣ କଣ 7 ପ୍ରକାର ସେ ପଦାର୍ଥ ନା ଗୋଟେ ହଉଛି ଲୋମ, ଗୋଟେ ହଉଛି ଚର୍ମ, ଗୋଟେ ହଉଛି ମାଂସ, ଗୋଟେ ହଉଛି ହାଡ଼, ଗୋଟେ ହଉଛି ମଜ୍ଜା, ଗୋଟେ ହଉଛି ସ୍ନାୟୁ, ଆଉ ଗୋଟେ ହଉଛି ପବନ। ତାକୁ ଏଇ ଯୋଉ 7ଟା ଜିନିଷ ସମନ୍ୱୟରେ ଆମର ଶରୀର ବଞ୍ଚିକି ରହିଛି। ତେଣୁ ଏଇ 7ଟା ଜିନିଷକୁ କୁହାଯାଏ ସପ୍ତ ଧାତୁ। ବୁଝିଲା ନା? ଏଇ ସପ୍ତ ଧାତୁ, ଏ 7ଟା ଜୈବ ପଦାର୍ଥକୁ ସପ୍ତ ଧାତୁ କୁହାଯାଏ। ଆମର ଦେହ ଭିତରେ ଶୂନ୍ୟରେ ଯୋଉ ଆତ୍ମା ରହିଛନ୍ତି, ଆତ୍ମଶକ୍ତି ରହିଛି, ସ୍ପିରିଚୁଆଲ ଏନର୍ଜି, ସିଏ କଣ କରେ ନା ସପ୍ତ ଧାତୁ ଅବଲମ୍ବନରେ ସେ 7 ଭାଗରେ ବିଭକ୍ତ ହୁଏ, 7ଟି ଶକ୍ତିରେ ପରିଣତ ହୁଏ। ବୁଝିଲା ନା? ଆତ୍ମଶକ୍ତି ପ୍ରଥମେ ନାଭି ଚକ୍ରରେ ଅର୍ଗାନିକ ଏନର୍ଜିରେ ପରିଣତ ହୁଏ, ଜୈବ ଶକ୍ତିରେ। ସେଇ ଜୈବ ଶକ୍ତି ଏ 7 ଗୋଟି ଜୈବ ପଦାର୍ଥକୁ ଅବଲମ୍ବନ କରି 7 ପ୍ରକାରର ଜୈବ ଶକ୍ତି ହୁଏ। ଆଚ୍ଛା, ସେଇ ଯୋଉ ଜୈବ ପଦାର୍ଥରେ ସିଏ କଣ ହୁଏ ନା ସେ ଆତ୍ମଶକ୍ତି ଗୋଟେ ସ୍ପନ୍ଦନ ଶକ୍ତିରେ ପରିଣତ ହୁଏ। ଜୈବ ପଦାର୍ଥ ମଧ୍ୟରେ ସ୍ପନ୍ଦନ ଶକ୍ତିରେ ପରିଣତ ହୁଏ। ଯେମିତି ପଦାର୍ଥ ଭିତରେ ଅଣୁ ଗୁଡ଼ିକର ସମାହାରରେ ପଦାର୍ଥ କୁହନ୍ତି ଏବଂ ପଦାର୍ଥର କମ୍ପନକୁ ଆଣିବିକ କମ୍ପନ କୁହାଯାଏ। ଠିକ ସେଇଭଳି କୋଷମାନଙ୍କର ସମନ୍ୱୟରେ ସପ୍ତ ଧାତୁ ସୃଷ୍ଟି ହୁଏ। ଏ କୋଷମାନଙ୍କ ଭିତରେ ଯୋଉ ସ୍ପନ୍ଦନ ସୃଷ୍ଟି ହୁଏ ତା ନା ସେ ଜୈବ ସ୍ପନ୍ଦନ, ତାକୁ କୁହନ୍ତି ଅର୍ଗାନିକ ଏନର୍ଜି ଏବଂ ତାକୁ ସ୍ପନ୍ଦନ ବୋଲିକି କୁହାଯାଏ। ସେଇ ସ୍ପନ୍ଦନଟା ହଉଛି କଣ ନା ଶବ୍ଦ ଶକ୍ତିର ଅନ୍ତର୍ଭୁକ୍ତ। ତେଣୁ ସେ ଶବ୍ଦ ଶକ୍ତି କଣ ହୁଏ ନା 2 ଭାଗରେ ବିଭକ୍ତ ହୁଏ। କାହିଁକି ନା ଆମେ ଯେକୌଣସି ସଙ୍ଗୀତଟିଏ ବୋଲନ୍ତି, ସେ ସଙ୍ଗୀତଟି କଣ ହୁଏ ନା ଗୋଟେ ନିର୍ଦ୍ଦିଷ୍ଟ ଛନ୍ଦରେ ଆବଦ୍ଧ ହୁଏ ଏବଂ ତାର ଗୋଟେ ସ୍ୱର ମଧ୍ୟ ସୃଷ୍ଟି ହୁଏ। ଠିକ ସେଇଭଳି ସେଇ ଯୋଉ ଜୈବ ଶକ୍ତିର ଯୋଉ ସ୍ପନ୍ଦନ ହଉଛି, ସିଏ କଣ ହଉଛି ନା ଗୋଟିଏ ଛନ୍ଦରେ ଆବଦ୍ଧ ହଉଛି ଏବଂ ଗୋଟିଏ ସ୍ୱରରେ ମଧ୍ୟ ପରିଣତ ହଉଛି। ବୁଝିପାରିଲା ନା? ତେଣୁ ଏଇ ଯୋଉ ଛନ୍ଦ ଗୁଡ଼ିକ, ସେ ସ୍ପନ୍ଦନର ଛନ୍ଦ ଗୁଡ଼ିକ ସେଠି ସୃଷ୍ଟି କୋଉ ଧାତୁରେ କୋଉ ସ୍ପନ୍ଦନ ସୃଷ୍ଟି ହଉଛି, ବୁଝିପାରିଲେ ନା? ଠିକ ତାମାନେ କୋଉ ସ୍ପନ୍ଦନରେ କୋଉ ଧାତୁ ସୃଷ୍ଟି ହଉଛି, ସେଇଟା ଆମର ଭାଗବତରେ ପୁରା ଡିଟେଲ ଭାବରେ ଲେଖା ହେଇଛି। ବୁଝିପାରିଲେ କି? ଆମର ଭାଗବତ 13 ସ୍କନ୍ଧ 12 ଅଧ୍ୟାୟ ଏବଂ 45-46 ଶ୍ଲୋକରେ ସେ ଡିଟେଲ ଲେଖିଛନ୍ତି କଣ ନା ତସ୍ୟୋସ୍ମି ଗାସିଲୋମଭ୍ୟୋ ଗାୟତ୍ରୀ ଚ ତ୍ୱଚୋ ବିଭୋଃ ତିଷ୍ଠୁମ୍ ମାଂସାତ୍ ସ୍ମୃତୋ ନୋଷ୍ଟୋ ଜଗତ୍ୟସ୍ଥଃ ପ୍ରଜାପତେଃ ମଜାୟାଃ ପଙ୍କ୍ତିରୁତ୍ପନ୍ନା ବୃହତି ପ୍ରାଣतो ଭବତ୍ ସ୍ପର୍ଶତସ୍ୟ ଭବଜ୍ଜୀବଃ ସ୍ୱରୋ ଦେହ ଉଦାହୃତଃ। ଅର୍ଥାତ ଲୋମରୁ ସ୍ନିଗ୍ଧ, ଚର୍ମରୁ ଗାୟତ୍ରୀ, ମାଂସରୁ ତିଷ୍ଠୁପ୍, ସ୍ନାୟୁରୁ ଅନୁଷ୍ଠୁପ୍, ଅସ୍ଥିରୁ ଜଗତି,
ମଜାରୁ ପଙ୍କ୍ତି ଏବଂ ପ୍ରାଣରୁ ବୃହତି ଛନ୍ଦ ଉତ୍ପତ୍ତି ଲାଭ କରେ। ତସ୍ୟୋସ୍ମି ଗାସିଲୋମଭ୍ୟୋ ଗାୟତ୍ରୀ च त्वचो विभु अर्थात तार माने होची आम उष्णिक छंद लोमरु तैयारी, गायत्री छंद चर्मरु तैयारी, जगती अस्थि एमती सब अस्थि जगती छंद सृष्टि होची, चर्मरु उष्णिक छंद सृष्टि होची, गायत्री ना लोमरु गायत्री छंद सृष्टि होची। ता माने गायत्री छंद अर्थ कौन स्पंदन बोले कि जैव शक्तिर स्पंदन जो सब छंदबद्ध हुए ताकू सब 7 प्रकार ना आम देइछथि कोठी भागवत रे से 7 प्रकार छंदर 7 प्रकार स्वर मध्य अछि बुझि पाइला ना। सा रे गा मा पा धा नि ए सप्त स्वर 7 प्रकार छंदर मध्य सृष्टि होउची। एबे 7 प्रकार छंदर जो सप्त स्वर सृष्टि होउची सेही सप्त स्वर जो शब्द शक्ति टाकू आमे कौन कहबा ना हमर पंचशखा विज्ञानी आम ठाकुर कहते जे ता होची मात्रा। सप्त स्वर जो शब्द शक्ति बा स्पंदन शक्ति को आमे मात्रा कहबा, स्वर स्पंदन शक्ति को आमे मात्रा बोली कि कहबा। तेणु 7 स्वर सप्त मात्रा रोची। यही सप्त मात्रा आम शरीर भितर जिते प्रकार जैव पदार्थ अच्छी ये सप्त मात्रा द्वारा स्पंदित होची। तेणु आम जदि से सप्त मात्रा को आम कंट्रोल कर दे परिबा ताने शरीर में कौन रोग रहिबो। तेणु शरीर जदि कौन रोग न रहिबो तेणु आम निरोगी हो जावा। तेणु से सप्त मात्रा को आम साधु भाषा कहते ब्रह्म एकाक्षर बुझे कि। तेणु ब्रह्म एकाक्षर हूँ कौन ना सी हूँ गोटे स्पंदन से स्पंदन जो स्पंदन टे कि आम शरीर रे प्रति कोष मध्य से स्पंदन सृष्टि होची। तेणु ताकू कहती कौन आमर जो कोष भितर आम शरीर टोटाल स्पंदनमय स्पंदन सृष्टि आम शरीर टोटाल चेतनमय होची। तेणु आम शरीर टाक आम कहवा जे स्पंदनशील शरीर टोटाल स्पंदन रे परिणत होची। तेणु यही स्पंदन टाक कहुए ब्रह्म एकाक्षर। तेणु ब्रह्म एकाक्षर आमर श्री अच्युतानंद कहते हकारटी रज रकारटी वीर्य पृथ्वी को छाड़ी बस देह भितर तो सर्व संभाई शून्य रे शून्य पुरुष। तेणु आम देह भितर जेते प्रकार सब जैव पदार्थ सृष्टि होची ता शून्य स्पंदन रु तैयारी होची। तार मूल कारण होची शून्य स्पंदन। शून्य रु भौतिक प्रकृति सृष्टि होची, सेही प्रकृति को अवलंबन करिकरी से सब पदार्थ सब तैयारी होची। तेणु शून्य होची कारक एवं शरीर होची कार्य। तेणु शरीर भितर शून्यर सबु प्रकार कार्य संगठित होची। यही गवेषणा बर्तमान आज सका करा भल होची ना। तेणु यही मान टोटाल मु प्रमाण करने जाऊँगी आम देह भितर जो स्पंदन सृष्टि होची से स्पंदन गुड़िक पंचसखा माने ताकू तैयारी करचंती। शरीरटा होची भाइटाल भाइब्रेशन है। प्राण स्पंदन होची शरीरटा, मानस स्पंदन होची मस्तिष्कटा। प्राण स्पंदन रु आम शरीर प्रत्येक पदार्थ सृष्टि होची। आउ मानस स्पंदन रु शरीर समस्त चेतनात्मक कार्य सृष्टि होची। आउ आत्मस्पंदन से होची मानस स्पंदन प्राण स्पंदन होची कारक। आत्मशक्ति मानस शक्ति और प्राण शक्ति से होची कारक चालक। तेणु आत्मशक्तिटा होची गोटे स्थितिज शक्ति। आ प्राण शक्ति और मानस शक्ति ए दुटा होची गतिज शक्ति। तेणु आत्मार गतिशील अवस्था को प्राण शक्ति आ मानस शक्ति कहा जाए। अच्छा। तेणु आत्मा जिते गतिशील होची किमिति गतिशील होची ना आत्मा प्रथमे पवन आम शरीर भीतर जो पवन अच्छी से वायु कणिका को से स्पंदित करुची। वायु कणिका को जिते स्पंदित करुची से स्पंदनटा कौन होची ना जेतेबेले आमर हृदय रु त्रिकुट पर्यंत जाउची श्वास वायु ताकू कहा जाए प्राण शक्ति। से स्पंदनटा जेतेबेले ललाट चक्र पुणी हृदय पर्यंत निम्न को आसुची ताकू कहबा अपान शक्ति बा मानस शक्ति। तेणु प्राण शक्ति मानस शक्ति से पवनर गतिशील अवस्था सृष्टि होची। अच्छा कि आत्मस्थ शक्तिटा पवनर स्थितिशील अवस्था सृष्टि हुए।
ତେଣୁ ସ୍ଥିତିଶୀଳ ଅବସ୍ଥା କୋଉଠି ରହିଛି ନା ସେଟା ନାଭି ଚକ୍ରରେ। ନାଭି ଚକ୍ରରେ ପବନ ଯାତାୟାତ କରେ ନା, ସ୍ଥିର ରହେ। ତେଣୁ ସେ ପବନ ସ୍ଥିର ଅବସ୍ଥାରେ ସେ ଆତ୍ମଶକ୍ତି ସୃଷ୍ଟି ହୁଏ। ତେଣୁ ପବନ ସ୍ଥିର ହୁଏ କେତେବେଳେ ନା ଦିଟା ଜାଗାରେ। ଗୋଟେ ଜାଗାରେ ତ ସିଏ ତ ନାଭି ଚକ୍ରରେ ପବନ ସ୍ଥିର ଅଛି, କିନ୍ତୁ ପ୍ରାଣବାୟୁ ଯେତେବେଳେ ଶ୍ୱାସରୁ ହୃଦୟରୁ ତ୍ରିକୁଟକୁ ଯାଏ ସେତେବେଳେ ତ୍ରିକୁଟରେ କିଛି ସମୟ ରହିକି ପୁଣି ସିଏ କଣ କରେ ନା ତଳକୁ ଫେରେ। ସେଇ ଯୋଉ ସ୍ଥିତି ରହେ କିଛି ସମୟ ତ୍ରିକୁଟରେ ରହେ ତାକୁ କୁହନ୍ତି କୁମ୍ଭକ ବାୟୁ। ତେଣୁ କୁମ୍ଭକ ବାୟୁରେ ଆତ୍ମଶକ୍ତି, ଯୋଉ ଆତ୍ମଶକ୍ତି ଆମ ନାଭି ଚକ୍ରରେ ସେଇ ଆତ୍ମଶକ୍ତି। ତେଣୁ ଆତ୍ମଶକ୍ତି ଦି ଜାଗାରେ ପ୍ରକାଶ ପାଏ। କୋଉଠି ନା ନାଭି ଚକ୍ର ଆଉ ଲଲାଟ ଚକ୍ର, ଏ ଦିଟା ଜାଗାରେ ଆତ୍ମଶକ୍ତି ପ୍ରକାଶ ପାଏ। ଆଉ ମାନସ ଶକ୍ତି କୋଉଠି ପ୍ରକାଶ ପାଏ ନା କଣ୍ଠ ଚକ୍ରରେ। କଣ୍ଠ ଚକ୍ର, ଆଧାର ଚକ୍ର। ଆଚ୍ଛା, ପ୍ରାଣ ଶକ୍ତି କୋଉଠି ପ୍ରକାଶ ପାଏ ନା ହୃଦ ଚକ୍ର, ଲିଙ୍ଗ ଚକ୍ର। ପ୍ରାଣ ଶକ୍ତି ପ୍ରକାଶ ପାଏ ହୃଦ ଚକ୍ର, ଲିଙ୍ଗ ଚକ୍ର। ଆତ୍ମଶକ୍ତି ପ୍ରକାଶ ପାଏ ନାଭି ଚକ୍ର, ଲଲାଟ ଚକ୍ର। ଏବଂ ମାନସ ଶକ୍ତି ପ୍ରକାଶ ପାଏ କଣ୍ଠ ଚକ୍ର, ଆଧାର ଚକ୍ର। ତାମାନେ ତିନିଟା ଶକ୍ତି 6ଟା ଚକ୍ରରେ ପ୍ରକାଶିତ ହଉଛି। ଷଡ଼ ଚକ୍ରରେ ମାନସ ଶକ୍ତି, ଆତ୍ମଶକ୍ତି, ପ୍ରାଣ ଶକ୍ତି ଏ 6ଟା ଚକ୍ରରେ କଣ କରୁଛି ନା ପ୍ରକାଶ ପାଇକି ଏ ଷଡ଼ ଚକ୍ରକୁ ସେ ଆକ୍ଟିଭେଟ କରୁଛି। ଷଡ଼ ଚକ୍ରକୁ ଯେତେବେଳେ ଆକ୍ଟିଭେଟ କରୁଛି ଆମ ଶରୀର ଜୀବିତ ରହୁଛି।